ଆଜି ବି ସତ୍ୟଯୁଗ ଭଳି ଜୀବନ କାଟନ୍ତି ଭାରତର ଏହି ଗାଁର ଲୋକେ। ସେମାନଙ୍କ ଜୀବନଶୈଳୀ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ। ନା ଏଠାରେ ବିଦ୍ୟୁତ୍ ଅଛି, ନା ଇଣ୍ଟରନେଟ୍। ଆଜି ବି ସତ୍ୟଯୁଗ ଭଳି ଲୋକମାନେ ଏଠାରେ ଜୀବନ କାଟନ୍ତି। ଭଗବାନ କୃଷ୍ଣଙ୍କ ପାଖରେ ସମର୍ପଣ କରିଛନ୍ତି ନିଜ ଜୀବନକୁ। ଆଜିର ସମୟରେ ବିନା କୌଣସି ଡିଜିଟାଲ ଉପକରଣରେ ଜୀବନ କାଟିବା ମୁସ୍କିଲ। ହାତ ପାହାନ୍ତାରେ ମୋବାଇଲ, ଘରେ ଘରେ ସ୍ମାର୍ଟ ବ୍ୟବସ୍ଥା। କିନ୍ତୁ ଆମ ଦେଶରେ ଏମିତି ଏକ ଗାଁ ଅଛି ଯେଉଁଠି ଏ ସବୁ ଉପକରଣ କି ଇଣ୍ଟରନେଟ୍ ତ ଛାଡ଼, ସାମାନ୍ୟ ବିଦ୍ୟୁତ୍ ସେବା ମଧ୍ୟ ନାହିଁ। ଆଜି ବି ବୈଦିକ ରୀତିନୀତିରେ ଜୀବନ ବିତାନ୍ତି ଏହି ଗାଁର ଲୋକେ। ଘରେ ଘରେ ମାଟି ଚୁଲିରେ ରୋଷେଇ ହୁଏ। ଗାଁର ପ୍ରତ୍ୟେକ ବ୍ୟକ୍ତି ଭଗବାନ କୃଷ୍ଣଙ୍କ ଭକ୍ତିରେ ନିଜକୁ ଉତ୍ସର୍ଗ କରିଛନ୍ତି। ଗାଁ ବାହାରେ କିମ୍ବା ସାରା ବିଶ୍ୱରେ କ'ଣ ଘଟୁଛି, ଏମାନେ ସେଥିପ୍ରତି ଆଦୌ ଧ୍ୟାନ ଦିଅନ୍ତି ନାହିଁ। ଆପଣ ଯଦି ଥରେ ଏହି ଗାଁ ଭିତରକୁ ପ୍ରବେଶ କରିବେ, ତେବେ ଆପଣଙ୍କୁ ଲାଗିବ ଆପଣ କୌଣସି ପୁରାଣ ଯୁଗର ବୈଦିକ ଗ୍ରାମ ଭିତରକୁ ପ୍ରବେଶ କରୁଛନ୍ତି। ଏହି ଗାଁରେ କେବଳ ଗୋଟିଏ ଲ୍ୟାଣ୍ଡଲାଇନ୍ ଅଛି, ଯାହା ଗାଁର ପ୍ରତ୍ୟେକ ବ୍ୟକ୍ତି ବ୍ୟବହାର କରନ୍ତି। ଆପଣ ଭାବୁଥିବେ ଯେ ଏହି ଗାଁର ଲୋକେ ନିହାତି ବହୁତ ଗରିବ ହୋଇଥିବେ, କିନ୍ତୁ ଦାରିଦ୍ର୍ୟ ଯୋଗୁଁ ନୁହେଁ, ବରଂ ଭଗବାନ କୃଷ୍ଣଙ୍କ ଉଦ୍ଦେଶ୍ୟରେ ଏମାନେ ସବୁ କିଛି ତ୍ୟାଗ କରିଦେଇଛନ୍ତି। ଆଉ ଆଜି ବି ଆଦିମ ଯୁଗର ଲୋକଙ୍କ ଭଳି ବାସ କରୁଛନ୍ତି। କୌଣସି ଶାରୀରିକ ସୁବିଧା ବିନା ସରଳ ଜୀବନଯାପନ ଅତିବାହିତ କରିବା ହେଉଛି ଏମାନଙ୍କ ଜୀବନର ମୂଳ ଲକ୍ଷ୍ୟ। ଗାଁରେ ସମୁଦାୟ 14ଟି ପରିବାର ଅଛନ୍ତି। ଆନ୍ଧ୍ରପ୍ରଦେଶର ଆଇଟି ହବ୍ କୁହାଯାଉଥିବା ଶ୍ରୀକାକୁଲମ୍ ଠାରୁ ମାତ୍ର 60 କିଲୋମିଟର ଦୂରରେ ଅବସ୍ଥିତ ଏହି ଗାଁ। ଗାଁର ଜୀବନଯାପନ ଶୈଳୀ ସମସ୍ତଙ୍କୁ ଏତେ ପ୍ରଭାବିତ କରେ ଯେ ଏଠାକୁ ଅନେକ ବିଦେଶୀମାନେ ମଧ୍ୟ ବୁଲିବାକୁ ଆସନ୍ତି। ଆଉ ଏହି ଗାଁଟିର ନାମ ହେଉଛି କୁର୍ମା ଗ୍ରାମ। ଏଠାରେ ଭୋର 3:30ଟାରୁ ଉଠି ପ୍ରତ୍ୟେକ ଲୋକ କୃଷ୍ଣଙ୍କ ଆଳତୀରେ ନିଜ ଦିନର ଆରମ୍ଭ କରନ୍ତି। ଏମାନେ ଗାଈ ପାଳନ କରନ୍ତି ଏବଂ ନିଜେ ଚାଷ କରି ସେଠାରୁ ଶସ୍ୟ ଏବଂ ପନିପରିବା ଉତ୍ପାଦନ କରି ଖାଦ୍ୟ ରୂପେ ତାହାକୁ ଗ୍ରହଣ କରନ୍ତି। ଗାଈ ଗୋବରରୁ ଘଷି ତିଆରି କରି ଜାଳେଣୀ ଭାବେ ବ୍ୟବହାର କରନ୍ତି। ଏମିତିକି ନିଜ ହାତରେ ବୁଣୁଥିବା ପୋଷାକ ସେମାନେ ପରିଧାନ କରନ୍ତି। ବାହାରୁ ସେମାନେ ନିଜର କୌଣସି ଜିନିଷ କିଣନ୍ତି ନାହିଁ। କିଛି ଜିନିଷ ପାଇଁ ଏମାନେ ଅନ୍ୟ ଉପରେ ନିର୍ଭର କରନ୍ତି ନାହିଁ। ଗାଁର ଗୁରୁକୁଳରେ ପିଲାମାନଙ୍କୁ ଶିକ୍ଷା ଦିଆଯାଇଥାଏ। ସକାଳେ ମଙ୍ଗଳ ଆରତି ଏବଂ ମନ୍ତ୍ର ଓ ଧ୍ୟାନ ପରେ ଅଧ୍ୟୟନ ଆରମ୍ଭ ହୁଏ। ଗୁରୁକୁଳରେ ତେଲୁଗୁ, ହିନ୍ଦୀ, ଇଂରାଜୀ, ସଂସ୍କୃତ, ଗଣିତ, ବିଜ୍ଞାନ ଏବଂ କଳା ସବୁ କିଛି ଶିକ୍ଷା ଦିଆଯାଏ। ଭଗବାନ କୃଷ୍ଣ ଗୀତାରେ କହିଥିବା ବାଣୀ ମଧ୍ୟ ପିଲାମାନଙ୍କୁ ଶିକ୍ଷା ଦିଆଯାଏ। ଶାସ୍ତ୍ର ଶିକ୍ଷା ସାଙ୍ଗକୁ ଏମାନଙ୍କୁ ବିଭିନ୍ନ ପ୍ରକାରର ଖେଳକୁଦରେ ମଧ୍ୟ ପ୍ରୋତ୍ସାହନ କରାଯାଇଥାଏ। ଏବେ ଏହି ଗାଁ ବିଷୟରେ ସଂକ୍ଷେପରେ ଜାଣନ୍ତୁ। କୁର୍ମା ଗ୍ରାମ ଭେଦିକ ଭିଲେଜର ଯଦି ଆମେ ଲାଇଫଷ୍ଟାଇଲ ବିଷୟରେ କଥା ହେବା, ତେବେ ଏହି ଗାଁ ସିମ୍ପଲ ଲିଭିଂ ହାଇ ଥିଙ୍କିଂ ଏହି ଧାରଣାକୁ ଅନୁସରଣ କରିଥାଏ। ଏଠାରେ ଲୋକମାନେ ଆଧ୍ୟାତ୍ମିକ ଅଭ୍ୟାସ ଯେପରିକି ନାମ ଜପ କରନ୍ତି ଏବଂ ଆଧୁନିକ ପ୍ରଯୁକ୍ତି ବିଦ୍ୟାର ଖୁବ୍ ଦୂରରେ ଅଛନ୍ତି, ଯାହା ପାଇଁ ଏମାନେ ଆଜି ବି ସରଳ ଜୀବନ ଅତିବାହିତ କରୁଛନ୍ତି। ଲୋକେସନ ବିଷୟରେ ଯଦି ଆମେ କଥା ହେବା, ତେବେ ଏହା ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାର ଶ୍ରୀମୁଖଲିଙ୍ଗମ୍ ନିକଟରେ ଅବସ୍ଥିତ। ଶ୍ରୀକାକୁଲମ୍ ସହରରୁ ପ୍ରାୟ 60 କିଲୋମିଟର ଦୂରରେ ଏବଂ ବିଶାଖାପଟ୍ଟନମ୍ ବିମାନ ବନ୍ଦରରୁ ପ୍ରାୟ 2 ଘଣ୍ଟା ଦୂରରେ ଏହା ଅଛି। ନିର୍ମାଣ ଶୈଳୀ ବା ଆର୍କିଟେକ୍ଚର ବିଷୟରେ ଯଦି ଆମେ କଥା ହେବା, ତେବେ ଏଠାର ପ୍ରତ୍ୟେକଟି ଘରଗୁଡ଼ିକୁ ସିମେଣ୍ଟ କିମ୍ବା ଲୁହାରେ ତିଆରି କରାଯାଇ ନାହିଁ, ବରଂ ମାଟି, ଚୂନ ପଥର ବା ଲାଇମଷ୍ଟୋନ୍ ଏବଂ କାଠରେ ତିଆରି କରାଯାଏ। ସ୍ୱାଧୀନ ଭାବେ ଜୀବନଯାପନ କରିବା ଏହି ଗାଁର ଲୋକମାନଙ୍କର ମୂଳ ଲକ୍ଷ୍ୟ। ସେଲ୍ଫ ସଷ୍ଟେନେବିଲିଟି, ଯାହା ମାଧ୍ୟମରେ ଏହି ଗାଁର ଲୋକମାନେ ନିଜେ ଖାଦ୍ୟ ଉତ୍ପାଦନ କରନ୍ତି, ପ୍ରାକୃତିକ ସାବୁନକୁ ବ୍ୟବହାର କରନ୍ତି ଏବଂ ନିଜେ ନିଜ ପୋଷାକ ମଧ୍ୟ ତିଆରି କରିଥାନ୍ତି। ତେବେ ଆମ ଦେଶର ଏହି ଗୋଟିଏ ମାତ୍ର ଭେଦିକ ଭିଲେଜକୁ ଗୋଟିଏ ଟ୍ରଷ୍ଟ ଦ୍ୱାରା ପରିଚାଳିତ କରାଯାଉଛି। ଏହି ଗ୍ରାମଟି ନନ୍ଦ ଗୋକୁଳମ୍ ଗୋଶାଳା ଟ୍ରଷ୍ଟ ଦ୍ୱାରା ପରିଚାଳିତ ହେଉଛି ଏବଂ ଏହାର ନିର୍ଦ୍ଦେଶନା ଭକ୍ତି ବିକାଶ ସ୍ୱାମୀ ମହାରାଜଙ୍କ ଦ୍ୱାରା ହେଉଛି। ତ ଆମ ଭାରତରେ ଥିବା ଏକମାତ୍ର ବୈଦିକ ଯୁଗର ଗ୍ରାମ କୁର୍ମା ଗ୍ରାମ ବିଷୟରେ ଆପଣ ଏବେ ଡିଟେଲରେ ଜାଣିସାରିଥିବେ। ଏହି ଗାଁକୁ ନେଇଥିବା ଇନଫର୍ମେସନଟି ଆପଣଙ୍କୁ କିଭଳି ଲାଗିଲା ମୋତେ କମେଣ୍ଟରେ ନିହାତି ଜଣାଇବେ। ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥାଏ, ତେବେ ଏହାକୁ ଲାଇକ୍ କରନ୍ତୁ, ଖୁବ୍ ମାତ୍ରାରେ ସେୟାର ମଧ୍ୟ କରନ୍ତୁ। ଆମ ଦେଶ ଦୁନିଆ ସହ ଜଡ଼ିତ ଏଭଳି ଅନେକ ଇନଫର୍ମେଟିଭ୍ ଭିଡ଼ିଓ ଯଦି ଆପଣ ଦେଖିବାକୁ ଚାହାନ୍ତି, ତେବେ ଆଜି ହିଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।